ଆଜିର ଅନୁଚିନ୍ତା। କଠୋପନିଷଦରେ କୁହାଯାଇଛି, ଶରୀର ହେଉଛି ରଥ ଓ ଆତ୍ମା ହେଉଛି ରଥାଧିକାରୀ। ଏହି ଶରୀର ରଥର ସାରଥୀ ହେଉଛି ବୁଦ୍ଧି, ଯାହା ମନ ରୂପକ ଲଗାମ ଦ୍ୱାରା ଇନ୍ଦ୍ରିୟ ରୂପୀ ଅଶ୍ୱମାନଙ୍କୁ ନିୟନ୍ତ୍ରଣ କରେ। ବୁଦ୍ଧି ସାରଥୀ ହୋଇଥିବାରୁ ମଣିଷକୁ ଏହା ଯଦି ଠିକ୍ ମାର୍ଗରେ ପରିଚାଳିତ କରେ, ମଣିଷ ତାର ଲକ୍ଷ୍ୟ ପଥରେ ନିର୍ବିଘ୍ନରେ ପହଞ୍ଚିପାରେ। ଏଣୁ ଆମ ବୁଦ୍ଧିକୁ ସନ୍ମାର୍ଗରେ ପ୍ରେରିତ କରିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଆବଶ୍ୟକ। ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ, ଲକ୍ଷ୍ୟ ଜୀବନକୁ ବ୍ୟସ୍ତ ଶିଖାଏ। ପଡ଼ିଗଲେ କଷ୍ଟ ହୁଏ ତ ନିଶ୍ଚିତ, ହେଲେ ଝୁଣ୍ଟିବା ମଣିଷକୁ ଚାଲିବା ଶିଖାଏ। ଜୟ ଜଗନ୍ନାଥ।